ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। କଟକ ନେମାଳ ଥାନା ସହଦେବପୁର ଗାଁର ଶୈଳେନ୍ଦ୍ର ମଲ୍ଲିକ ଗତକାଲି ବିଳମ୍ବିତ ରାତି 2ଟାରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ କାନମୁଣ୍ଡାରେ ନିର୍ମମ ଭାବେ ଆକ୍ରମଣ କରିଥିବା ସୂଚନା ରହିଛି। ତେବେ ସୂଚନା ମୁତାବକ ସ୍ୱାମୀ ସ୍ତ୍ରୀ ରାତିରେ ନିଜ ବେଡରୁମ୍ରେ ଶୋଇଥିବା ସମୟରେ ହଠାତ୍ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଘରୁ ଟାଙ୍ଗିଆ ବାହାର କରି ସ୍ତ୍ରୀକୁ ଆକ୍ରମଣ କରିଥିଲା ସ୍ୱାମୀ ଶୈଳେନ୍ଦ୍ର। ଅନ୍ୟ ଘରେ ବାପା ବୋଉ ଏବଂ ଭାଇ ଶୋଇଥିଲା ବେଳେ କବାଟ ବାଡ଼େଇବା ସହିତ ଅନ୍ୟ ସଦସ୍ୟମାନଙ୍କୁ ହାଣିବ ବୋଲି କହିବା ସହିତ ଘରୁ ବାହାରକୁ ଯାଇ ଫେରାର ହୋଇଯାଇଛି। ଅନ୍ୟପଟେ ରୋଜାଲିନଙ୍କ ପରିବାର ଲୋକେ ଏହି ହତ୍ୟାକାଣ୍ଡରେ ଶୈଳେନ୍ଦ୍ରଙ୍କ ପରିବାର ଲୋକେ ସାମିଲ ଥିବା ଅଭିଯୋଗ କରୁଥିବା ବେଳେ ଶୈଳେନ୍ଦ୍ରଙ୍କ ବାପା ମା ଏହି ଘଟଣା ଏକ ଆକସ୍ମିକ ଏବଂ ହତ୍ୟାର କାରଣ ସେ ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି। ଗତ 2 ମାସ ତଳେ ଶୈଳେନ୍ଦ୍ର ଅହମ୍ମଦାବାଦରେ କମ୍ପାନୀରେ ଚାକିରି ଛାଡ଼ି ଆସିଥିଲେ। କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ନାନକାର ଗାଁର ରୋଜାଲିନଙ୍କୁ ବିବାହ କରିଥିଲେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ସୁସମ୍ପର୍କ ଥିଲେ ହେଁ ହଠାତ୍ ଏଭଳି ହତ୍ୟାକୁ ନେଇ କାରଣ ଖୋଜୁଛି ନେମାଳ ପୁଲିସ। ରୋଜାଲିନଙ୍କ ଶବ ବ୍ୟବଚ୍ଛେଦ ଏବଂ ଅଭିଯୁକ୍ତ ଶୈଳେନ୍ଦ୍ର ଧରାପଡ଼ିଲେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ନେମାଳ ପୁଲିସ ସୂଚନା ଦେଇଛି। ମୋ ନାଁ ଭରତ ଚନ୍ଦ୍ର ମଲ୍ଲିକ। ଘଟଣା କ'ଣ, ମୋର ଗୋଟେ ଝିଅକୁ ବର୍ଷେ ହେଲା ବାହାଘର କରିଥିଲି, ବଡ଼ ଝିଅଟାକୁ। ଇଏ ଝିଅକୁ ମୋର ବାହାଘର କରିବାର ଇଚ୍ଛା ନଥିଲା। ପଇସା ପତ୍ର ଅଭାବରୁ ସେମାନେ କହିଲେ ଆମେ କୌଣସି ଡିମାଣ୍ଡ ପତ୍ର ନେବୁ ନାହିଁ, ଆଉ ତମେ ଝିଅଟିକି ବାହାଘର କର। ଆଉ ଯଦି ତମର କ'ଣ ଦେବାର ଇଚ୍ଛା ଅଛି ତମେ ତମ ଜଣେଇକି ପରେ ଦେବ, ସେଥିପାଇଁ ଆମର କିଛି କହିବା ନାହିଁ। କହିଲେ ତମେ କେବେ ବି ଏ କଥା ଶୁଣିବ ନାହିଁ। କାଲି ରାତି 10ଟାରେ ଶ୍ୱଶୁର ଶାଶୁ ମୋ ସାଙ୍ଗରେ କଥାବାର୍ତ୍ତା ହେଲେ, ଭଲ ମନ୍ଦ କଥାବାର୍ତ୍ତା ହେଲେ, ଭଲ କଥାବାର୍ତ୍ତା ହେଲେ। ତାଙ୍କର ଗୋଟେ କେସ୍ ମାତ୍ର ଥିଲା। ମୁଁ ଥାନାରେ ସଦର ଥାନା ଗ୍ରାମର ବି ଅଛି। ସେ କହିଲେ ଆମର ଗୋଟେ କେସ୍ ହେଇଛି, ସେ କେସ୍ଟା କେମିତି ଉଠେଇବା, ଆଉ ଟିକେ ତମେ ଯଦି ଯାଆନ୍ତ କୋର୍ଟ କଚେରୀକି ଟିକେ ଭଲ ହୁଅନ୍ତା। ମୁଁ ଠିକ୍ ଅଛି, କାଲି ତାଙ୍କ ଜଣେଇକି ପଠେଇବ। ସେ କୋଉ ଓକିଲ କତିରେ କ'ଣ ପରାମର୍ଶ ନେଇଛନ୍ତି ତାଙ୍କ ସହିତ କଥାବାର୍ତ୍ତା କରି ସେ କେସ୍ଟା ତମର ଉଠେଇଦେବା। ଏତିକ ହେଲା। ଏତିକି ହେଲା ପରେ କହିଲା ହଉ ଠିକ୍ ଅଛି। ତାପରେ ସେ ଝିଅ ସହିତ ମୋ ସାନ ଝିଅ ବି କଥାବାର୍ତ୍ତା ହେଲା, ଆମ ନିଜ ଝିଅ ସହିତ କଥାବାର୍ତ୍ତା ହେଇସାରିଲା ପରେ ତାଙ୍କର କ'ଣ ରାତିରେ ହେଲା, ଝିଅ ଜ୍ୱାଇଁଙ୍କର ସେ ଏଇ ଯୌତୁକ ବାବଦରେ କ'ଣ ବୋଧେ କଥାବାର୍ତ୍ତା ହେଇଛନ୍ତି। ଝିଅ କ'ଣ କହିବାରୁ ତାକୁ ସେ କୁରାଢ଼ୀରେ ହାଣିଛନ୍ତି। ତାପରେ ଏତେ ଘଟଣା ଘଟିଗଲା। ଘରେ ସମସ୍ତେ ଅଛନ୍ତି, ତାଙ୍କ ସାନ ଭାଇ ଅଛି, ତା ଯାଆ ଅଛି, ଶ୍ୱଶୁର ଅଛି, ଶାଶୁ ଅଛି, ଅଥଚ କିଛି ଜାଣିପାରିଲେନି। ଏମାନେ ନିଶ୍ଚିତ ତାଙ୍କର କିଛି ସମ୍ପୃକ୍ତ ଅଛନ୍ତି। ତାହେଲେ ମୁଁ ଭାବୁଛି ଏଥିରେ ସେମାନେ ସମସ୍ତେ ଜଡ଼ିତ ଅଛନ୍ତି। ଜଡ଼ିତ ଥିବାରୁ ଏମିତି ମୋ ଝିଅଟାକୁ ମର୍ଡର କରିଦେଇଛନ୍ତି। ପ୍ରମୋଦ କୁମାର ମଲ୍ଲିକ, ବାଲିସାହି। ମୋ ନିଜ ବଡ଼ ଭାଇର ପୁଅ। ଏମାନେ ଯେତେବେଳେ ପ୍ରଥମ କରିବା ପାଇଁ ଯାଇଥିଲେ ଆମ ଘରକୁ, କହିଲେ ଆମର ଗରିବର ପିଲା ଦରକାର ହେଲା। ଏମାନେ କହିଲେ ଆମର ଗରିବର ପିଲା ଦରକାର। ଆମେ କହିଲେ ଆମର ଗୋଟେ ଝୁଅ ଅଛି, ଆମେ ଏଠି ବାହାର କରିଦେବୁ, ଜାଣିଲେ। ଆମେ ଏଠି ବାହାର କରିଦେବୁ। ସେ ପିଲା କୁଆଡ଼େ କାହାକୁ କିଛି କହେନା, ସମସ୍ତେ କହନ୍ତି। ଆମେ ଜାଣିଲୁ ଭଲ ପିଲାଟା, ଯାଉ ବାହାଘର କରିଦେବା। ବାହାଘର ଆମେ କଲୁ। କଲା ପରେ ମାସେ ହେଇନି, ଜାଣିଲେ। ମାସେ ହେଇନି, ମୁଁ ସେ ଝିଅକୁ ତମର ଯଦି କ'ଣ ଅସୁବିଧା ମୋ ଝିଅ କରିଛି ତମେ ଆମକୁ ଡାକିଥାନ୍ତ, ଆମକୁ ପଚାରୁନ, ଆମ ଝିଅକୁ ଆମ ଘରକୁ ଦେଇଦେଇଥାନ୍ତ ହେଲା। ଯଦି ମୋ ଝିଅ କ'ଣ ଭୁଲ କରିଛି, ଏଇଠି ତ ତା ସାଙ୍ଗ ଅଛି, ଭଲ ମନ୍ଦ କରିଛି, ତା ସାଙ୍ଗ ନେଇ ଛାଡ଼ି ଯାଇଛନ୍ତି। ସିଏ ମୋ ଝିଅକୁ କାଲି ରାତିରେ କେମିତି ବାଡ଼େଇଥିଲି, କ'ଣ କରିଥିଲି। ଆଜ୍ଞା ଦେଖନ୍ତୁ, ଏଇଠି ପଡ଼ିଛି ଲୁଗାପଟା, ବ୍ଲଡ ଲୁଗାପଟା ପଡ଼ିଛି, ଦେଖନ୍ତୁ। ତାପରେ ଏଇ ଛୋଟିଆ ଛୋଟିଆ ଘର ତାଙ୍କର, ସିଏ କ'ଣ ଜାଣିପାରିବେନି? ମୋ ଝିଅଟା ମଲା, ଭଲ ମନ୍ଦ ମାଡ଼ ଘର ପରିବାର କ'ଣ ଜାଣିପାରିବେନି? ସେମାନେ କେହି କିଛି କହୁନାହାନ୍ତି। ଏପର୍ଯ୍ୟନ୍ତ ରାତି ବେଳେ ଖାଲି ଫୋନ୍ କରିଥିଲି ଆମ ଘର କରିକି, 2ଟା ରାତିରୁ ଫୋନ୍ କରିଥିଲି, 1ଟା ରାତିରୁ ଫୋନ୍ କରିଥିଲି। ଆମେ ମନ ଦୁଃଖ, ଆମେ ରାତିରେ ଦୌଡ଼ିକି ସକାଳୁ ଦୌଡ଼ି, ଆଉ ସେ ତାକୁ ମାରିଦେଇଛି ରାତିରେ। ଆଉ ଗାତେ ମାରିକି ପୁଅକୁ ଫେରାର କରିଦେଇଛି। ଆମ ଝିଅ ମରିଯାଇଛି, ଆମେ ଆଉ ଝିଅ ପାଇବୁ କି? ଝିଅ କେବେ ପାଇବୁନି। ଆମେ ଆଉ ଝିଅକୁ ମିଳିବନି, ଆମେ ଝିଅକୁ ଇଏ କରିପାରିବୁ। ଦାବି ଯେ ସେମାନଙ୍କୁ ଫାଶୀ ଦରକାର। ମୋ ନାଁ ମମତା ମଲ୍ଲିକ। ସେ ଆମ ଝିଆରୀ, ଦେଢ଼ଶୁର ଝିଆରୀ। ତାଙ୍କ ବାପାକୁ କାଲି ଫୋନ୍ କରିଥିଲେ, କଥା ହେଇଥିଲେ। ତାଙ୍କ ସମୁଦି କଥା ହେଲେ, ତାଙ୍କ ଝିଅ ବି କଥା ହେଇଥିଲେ। ମୋବାଇଲ ଫୋନ୍ ରଖିକି ରୋଷେଇବାସ କରି ସେମାନେ ଖାଇଲେ। ତାପରେ ହେଉଠୁ ଆମର ଖାଇ ପିଇକି ଶୋଇଲୁ। ରାତି 4ଟାକୁ ଆଙ୍କର ଫୋନ୍ ଗଲା ଆମ ଦେଢ଼ଶୁର କତିକି। ସେଠୁ ଯେହେତୁ ଫୋନ୍ ଗଲା, ତାଙ୍କ ଦିଅର ଫୋନ୍ କରି କହିଲେ ଯେ, କହିଲେ ତମ ଆମ ଭାଉଜକୁ ହାଣି ଦେଇଛି, ଆଉ ଭାଉଜ ନାହିଁ। ସେଠୁ ଶୁଣିକିରି ଆମ ମୁଣ୍ଡ ଖରାପ। କ'ଣ ହଠାତ୍ ହାଣିଲେ? କାଲି ତ ଆମେ ସନ୍ଧ୍ୟାବେଳେ କଥା ହେଇଛୁ, ଆଉ ଏବେ କ'ଣ ରାତି 4ଟାରୁ ଫୋନ୍ କରି କହୁଛ ହାଣି ଦେଇଛି।
ତାପରେ ହେଠୁ ଫେର ହେଠୁ ଫୋନ୍ କରିକି ହେଠୁ କଥା ହେଲୁ ଆଉ ଥରେ। ତାପରେ ହେଠୁ ଆମେ ରାତି 4ଟାରୁ ଉଠିକି 3 ଭାଇ ପୁତୁରା ସମସ୍ତେ ଆଙ୍କ ଘରକୁ ଆସିଲା ବେଳୁ ଝିଅ କାନ ମୁଣ୍ଡା ହାଣି ଦେଇଛି। ଝିଅ ଆଉ ନାହିଁ। ଆମେ ହେଠୁ ପଚାରିଲୁ କଣ ପାଇଁ ହାଣିଛ, ତାର କାରଣ କଣ? ସେ ପୁଅ ନାହିଁ, ଯିଏ ହାଣିଛି ସେ ଆସାମୀ ନାହିଁ। ଆଙ୍କ ଘରେ ତାଙ୍କ ବାପା ବୋଉ, ତାଙ୍କ ସାନ ପୁଅ ସାନ ବୋଉ। ସେଇଥିପାଇଁ ଆମେ ପଚାରିଲୁ କଣ ଆମ ଝିଅ ଦୋଷ କରିଥିଲା ତମେ ହାଣି ଦେଇଛ ନା କି? ଆଜ୍ଞା ସିଏ ତାର କାମକୁ ଯାଇଥିଲା। କାମରୁ ଆସିଲା ପରେ ଗାଧେଇ ପାଧେଇକି ଯାଇକିରି ଅଣ୍ଡା ନେଇକି ଆଇଲା ଦୋକାନରୁ। ଭାଉଜଙ୍କୁ କହିଲା ତରକାରୀ କର ମୁଁ ଖାଇବି। ଭାଉଜ ତରକାରୀ କଲେ, ତରକାରୀ କରିସାରିଲା ପରେ ଖାଇବା ପିଇବାକୁ ଦେଲେ, ଖାଇଲା ପିଇଲା ଶୋଇଲା। ଖାଇଲା ପିଇଲା ଶୋଇଲା। ମୋ ଭାଉଜ, ମୁଁ, ମୋ ସ୍ତ୍ରୀ, ମା ବସିକିରି ସମସ୍ତେ 4 ଜଣ ଖାଇ ଦେଇକିରି ଆମେ ଗଲୁ। ତାପରେ ସିଏ ତାଙ୍କର ଧୋଇ ଧାଇକିରି ବାସନ କୁସନ ଧୋଇକିରି ନିପି ନାପିକିରି ଚୁଲି ନିପା ନିପି କରିସାରିଲେ। ଏ କାମ ସାରିଲା ପରେ ତାଙ୍କର ସିଏ ସାଙ୍ଗର ଶୋଇବାକୁ ଗଲେ, ଆମେ ଆମର ଶୋଇବାକୁ ଆଇଲୁ। ତାପରେ ଆଜ୍ଞା କଣ ହେଇଛି ମୁଁ ଆଜ୍ଞା କିଛି ଜାଣିନି। କିଛି ଆଜ୍ଞା ଆଗରୁ ଝଗଡ଼ା ନାହିଁ। ବାହାଘର ଆଜ୍ଞା ମାସେ ହେଲାଣି ବି ତାଙ୍କର ଭିତରେ କୋଉନ ଝଗଡ଼ା ନାହିଁ। ଭଲ କଥାବାର୍ତ୍ତା ସବୁବେଳେ। କିଛି ଆଜ୍ଞା ଶୁଭିନି ମତେ ଆଜ୍ଞା 2:30 ରାତିରେ ଆଜ୍ଞା ମୋ ଘର କବାଟକୁ ବାଡ଼େଇଲା। ଏ ଘର କବାଟ ବାଡ଼େଇବାରୁ ମୁଁ ଉଠିଲି। ମୁଁ ଆଜ୍ଞା ଉଠିଲା ବେଳକୁ ସେ ଘର ପଦାରେ ଯାଇକିରି ଟାଙ୍ଗିଆଟା ହାତରେ ଧରିଛି। ମତେ ଆଜ୍ଞା କହୁଛି ଯେ ତୋ ସ୍ତ୍ରୀ କି ଡାକେ, ମୁଁ ତୋ ସ୍ତ୍ରୀ କି ଆଣିବି। ସେ ଆଜ୍ଞା ତାପରକୁ ମୁଁ ଯେତେବେଳେ ହାଣିବାକୁ ଏମିତି କରିଛନ୍ତି, ମୁଁ ଆଜ୍ଞା ଗୋଟେ ଧକାଟି ପକେଇଲି। ଧକାଟି ପକେଇବାରୁ ଏ ଟାଙ୍ଗିଆଟା ଗଳି ପଡ଼ିଲା। ସେ ତାପରକୁ ପଳେଇଲେ, ଦୌଡ଼ିକିରି ପଳେଇଗଲେ। ସେ ଆଜ୍ଞା ସେ ଟାଙ୍ଗିଆ ଧରିବାରୁ ଆମକୁ ବି ହାଣିବା ପାଇଁ ସେ ବାହାରିଥିଲା। ନାଇଁ ଆଜ୍ଞା କିଛି ଆଜ୍ଞା ଝଗଡ଼ା କିଛି ନାହିଁ। ଆଜ୍ଞା ତାଙ୍କ ସ୍ୱାମୀ ସ୍ତ୍ରୀ ଭିତରେ ଆଜ୍ଞା କଣ ଝଗଡ଼ା ହେଇଥିବ ଆଜ୍ଞା ରାତିରେ ଶୋଇଲା ବେଳେ ମୁଁ ବି ଆଜ୍ଞା କିଛି ଜାଣିନି।